आमे ଏବେ ଆସି ପହଞ୍ଚିଛୁ ସୁଭଦ୍ରା କ୍ଷେତ୍ରରେ। ଇଏ ହେଉଛି ଜଗତସିଂହପୁର ଜିଲ୍ଲାର ଯୋଉ କୁହାଯାଏ ଗଡ଼କୁଜଙ୍ଗରେ କୁହାଯାଏ ସୁଭଦ୍ରା କ୍ଷେତ୍ର ବାର୍ଷିକ ରଥଯାତ୍ରା। କାହିଁକି ନା ଶ୍ରୀମନ୍ଦିରରେ ଜାଣିଥିଲେ ସାରା ଓଡ଼ିଶାରେ ରଥଯାତ୍ରା ଗୋଟେ ଦିନ ପଡ଼େ। ଏଠି କାହିଁକି ରଥଯାତ୍ରା ବାର୍ଷିକ କରାଯାଏ? ବଡ଼ ଠାକୁର ଯେତେବେଳେ ଯଦି କୁହାଯାଏ ପୁରୀର ରଥଯାତ୍ରା ପାଇଲା ପରେ ଏଠାରେ ବାର୍ଷିକ ରଥଯାତ୍ରା ପାଳନ କରାଯାଏ। ବଳଭଦ୍ର ବଡ଼ ଭାଇ ଜଗନ୍ନାଥ ସାନ ଭାଇ ଭଉଣୀ ସୁଭଦ୍ରା ସେଇପାଇଁ ଏଠି ଭଉଣୀ ସୁଭଦ୍ରା କ୍ଷେତ୍ର ବୋଲି ନାମିତ କରାଯାଇଛି। ଆମେ ଏବେ କଥା ହେବା ଏଠାର ଯିଏ ଅଛନ୍ତି ମନ୍ଦିରର କ୍ଷେତ୍ରରେ ବାର୍ଷିକ ରଥଯାତ୍ରା କାହିଁକି କରାଯାଏ କଣ ପାଇଁ ରହିଛି ଆଜ୍ଞା? ଆଜି ଗଡ଼କୁଜଙ୍ଗର ବା ସୁଭଦ୍ରା କ୍ଷେତ୍ରର ଆଜି ରଥଯାତ୍ରା। ଏଇଥିପାଇଁ ପରମ୍ପରା ଅଛି। ଯେତେବେଳେ ବିଶ୍ୱର ମହାନ୍ତି ନାଭି ବ୍ରହ୍ମକୁ ଆଣି ଏଠି ପହଞ୍ଚିଥିଲା, ଏଠି ପହଞ୍ଚିଲା ପରେ ରାଜା ସ୍ୱପ୍ନ ହେଇଥିଲେ। ରାଜା ଯେତେବେଳେ ମନ୍ଦିର ନିର୍ମାଣ କରି ଯେତେବେଳେ ଠାକୁର ସ୍ଥାପନ କରି ପୂଜା ଅର୍ଚ୍ଚନା କରନ୍ତେ, ତେଣୁ ସେତେବେଳେ ପୁରୀ ସମୁଦ୍ର ଖାଲି ଥିଲା। ତେଣୁ 8 ବର୍ଷ ଠାକୁର ଲୀଳା କଲା ପରେ ନୀତିକାନ୍ତି ଚାଲିଲା ପରେ ଦିବ୍ୟେଶ୍ୱର ରାଜା ସୁଭ୍ରାଂଶ ରାମଚନ୍ଦ୍ର ଦାସ ରାଜା ସୁଭ୍ରାଂଶ ରାଜା ମୁଁ ଏଠି ଗଡ଼କୁଜରେ ଅଛି। ତେଣୁ 8 ବର୍ଷ ଲୀଳା କ୍ଷେତ୍ର ହେଲା ପୁରୀରେ ବନ୍ଦ ହେଇଗଲା। ତେଣୁ ଏଠି ଯେତେବେଳେ ରାଜା ସୁଭ୍ରାଂଶ ମନ୍ଦିର ନିର୍ମାଣ କଲେ, ତେଣୁ ମା ଯେତେବେଳେ ପ୍ରଭୁ ପ୍ରେରିତ ହେଲେ ସେଠି ପ୍ରଭୁ କହିଥିଲେ ଆମେ ଯାଉଛୁ, ଆସିଲେ ତୋ ରଥ ଚାଲିବ। ତେଣୁ ପରମ୍ପରା ଯେ ବାର୍ଷିକ ରଥ ଟଣା ମା ସୁଭଦ୍ରା କ୍ଷେତ୍ରରେ ପୂଜାରେ ହେବା ଭାବେ ପୂଜା ପାଉଛୁ। ଗୋଟିଏ ମୂର୍ତ୍ତି ରହୁଛନ୍ତି, ଗୋଟିଏ ମୂର୍ତ୍ତି ରହୁଛନ୍ତି। କାଳକ୍ରମେ ଆମେ ଠାକୁରଙ୍କ କୃପା ହେଲେ ଆମେ ନିଶ୍ଚିତ ଆଗାମୀ ଦିନରେ ସେ କାମ କରି ନାମ କଣ ରଖିଛନ୍ତି? ପ୍ରଭୁ ନିଜେ ଛା ରାଜି ହେଲେ ସୁଭ୍ରାଂଶ ହେଲେ ମୁଁ କୁଞ୍ଜବନରେ ବିହାର କରିବି, ମୋ ନାଁ କୁଞ୍ଜ ବିହାରୀ ନାମରେ ପ୍ରକଟିତ ହବ। ସେଦିନ ଠାରୁ ସେଦିନ କୁଞ୍ଜ ବିହାରୀ ନାମରେ ପ୍ରକଟିତ ହେଇଯାଏ। କହିପାରିବା ଶ୍ରୀକ୍ଷେତ୍ର ବୋଲି ଏ ତ ସେଠି କହିଲେ ଶୁଣୁଥିଲେ ପୁରୀ ହେଉଛି ଶ୍ରୀକ୍ଷେତ୍ର କୁହାଯାଏ। ଏଠି ଦ୍ୱିତୀୟ ଶ୍ରୀକ୍ଷେତ୍ର କାହିଁକି ନା 8 ବର୍ଷ ଧରି ଏଠି ନିଳାକାର କରିଛନ୍ତି। ଯେତେବେଳେ କଳାପାହାଡ଼ ଆକ୍ରମଣ କରୁଥିଲା ଏଇଠିକି ଆସିଥିଲେ ଠାକୁରଙ୍କୁ ରଖାଯାଉଥିଲା। ଏଇ ଈଶ୍ୱର ମହାନ୍ତି ଆଣିକି ତାଙ୍କୁ ରଖାଯାଇଥିଲା ବୋଲି ଯେତେବେଳେ ଯାହା କହୁଥିଲେ ଆମେ ଦ୍ୱିତୀୟ ଶ୍ରୀକ୍ଷେତ୍ର କହିପାରିବା। ଯାହା ରହିଛି ବର୍ଣ୍ଣିତ ସେଇ ହିସାବରେ ଏଠି ଏଇ ସୁଭଦ୍ରା କ୍ଷେତ୍ର ବୋଲି ନାମିତ କରାଯାଇଛି। ଜଗନ୍ନାଥ ପୁରୀରେ ଯେମିତି କୁହାଯାଏ ଶ୍ରୀକ୍ଷେତ୍ର, ବଡ଼ ଭାଇ ବଳଭଦ୍ର କେନ୍ଦ୍ରାପଡ଼ା ଯେମିତି ଗଡ଼କୁଜଙ୍ଗ ହେଉଛି ସୁଭଦ୍ରା କ୍ଷେତ୍ର ବୋଲି ନାମିତ କରାଯାଇଛି ଜଗତସିଂହପୁର ଜିଲ୍ଲାରେ। ସେ ପାଇଁ ବି ଏଠାକାର ସ୍ଥାନୀୟ ଲୋକ ଅଛନ୍ତି। ଆଜ୍ଞା ରଥଯାତ୍ରା ଆଜି ଆପଣ ପୁରୀରେ ରଥଯାତ୍ରା ସାରା ଓଡ଼ିଶାରେ ରଥଯାତ୍ରା ସରିଲାଣି, ଆପଣଙ୍କ ଅଞ୍ଚଳରେ ଆଜି ପୁରୀରେ ରଥଯାତ୍ରା କେମିତି ଲାଗୁଛି ଆଜ୍ଞା? ବିଷ୍ଣୁଚରଣ ପ୍ରଧାନ ଗଡ଼କୁଜଙ୍ଗ। ଏଠି ଯେତେବେଳେ 1568 ମସିହାରେ କଳାପାହାଡ଼ ସମଗ୍ର ଓଡ଼ିଶାରେ ଦେବାଦେବୀ ମନ୍ଦିର ଉପରେ ଆକ୍ରମଣ କରି ତା ମନ ଶାନ୍ତି ହେଲାନି, ଶେଷରେ ଶ୍ରୀକ୍ଷେତ୍ରରେ ପଶି ଆମକୋଳ ପର୍ଯ୍ୟନ୍ତ ଶ୍ରୀମନ୍ଦିରକୁ ଭାଙ୍ଗି ଏବଂ ମନ୍ଦିର ଭିତରେ ପଶି ଜଗନ୍ନାଥ ବଳଦେବ 3 ବିଗ୍ରହଙ୍କୁ ଆଣି ବଡ଼ଦାଣ୍ଡରେ କଚାଡ଼ି ଚମ ଦୌଡ଼ରେ ବାନ୍ଧି ହାତୀ ପିଠିରେ ନଦୀ କଲିକତାର ହୁଗୁଳି ନଦୀ ପାଖକୁ ନେଇଗଲା। ହୁଗୁଳି ନଦୀ କୂଳରେ ସେଠି 3 ମୂର୍ତ୍ତିକି ଏକାଠି କରି ଅଗ୍ନି ସଂଯୋଗ କଲା। କିନ୍ତୁ ଏଇ ଦଳିତ ଅବସ୍ଥାରେ କଳାପାହାଡ଼ର ଦେହ ମଧ୍ୟ ସେଇଠି ପୁରୀ ଗର୍ଭ ଭାଙ୍ଗି ଯାଇଥିଲା। ବିଶ୍ୱର ମହାନ୍ତି ନାମକ ଦୈନିକ ବ୍ୟକ୍ତି ଯେ ଜଗନ୍ନାଥ ସଂସ୍କୃତି ଉପରେ ତାଙ୍କୁ ମାଲୁମ, ସେ କହିଲା ଚଣ୍ଡାଳ କଣ କଲା ମୋ ଓଡ଼ିଶାର ଠାକୁରକୁ ପୋଡ଼ିଦେଲା। ତେଣୁ ଏଇ କଥା ଭାବି କହିଲା ଠାକୁର ସିନା ପୋଡ଼ିଗଲେ କିନ୍ତୁ ବ୍ରହ୍ମମଣି ଥବ। ବ୍ରହ୍ମମଣି ସଂଗ୍ରହ କରି କଳାପାହାଡ଼ ଭୟରେ ଗୋଟେ ମୃଦଙ୍ଗ କିଣି ମୃଦଙ୍ଗ ଖୋଳ ଭିତରେ ପୁରେଇ ସେ ଆସିଲେ। କିନ୍ତୁ ନଈ ନାଳ ପାହାଡ଼ ପର୍ବତ ଅତିକ୍ରାନ୍ତ କରି ଏଇଠି ଆସି ଯେତେବେଳେ ପହଞ୍ଚିଲେ ମହାପ୍ରଭୁଙ୍କର ସ୍ୱପ୍ନାଦେଶ ହେଲା ବିଶ୍ୱର ମତେ ଆଉ କୋଉଠିକି ନେବାର ଆବଶ୍ୟକତା ନାହିଁ, ମୋର କଳେଇ ଘର ନଷ୍ଟ ହେଇଯାଇଛି, ମତେ ଏଇଠି ପର୍ଣ୍ଣକୁଟୀର କରି ପୂଜା ଅର୍ପଣ କର। ତେଣୁ ବିଶ୍ୱର ମହାନ୍ତି ଏଇଠି ପର୍ଣ୍ଣକୁଟୀର କରି ପୂଜା କରୁଥିଲେ। ତାପରେ କୁଜଙ୍ଗଗଡ଼ର ରାଜାଙ୍କ ସ୍ୱପ୍ନାଦେଶ ହେଲା ଯେତେବେଳେ ସେ ମନ୍ଦିର ନିର୍ମାଣ କରିବା ପାଇଁ ଉପରିକୃତ ଥିଲାବେଳେ 1568 ମସିହାରେ ବ୍ରହ୍ମମଣି ଜଗନ୍ନାଥ କଳାପାହାଡ଼ ଆକ୍ରମଣ କରିଥିଲା ପୁରୀ ଶ୍ରୀକ୍ଷେତ୍ରକୁ। କିନ୍ତୁ 7 ବର୍ଷ ଶ୍ରୀକ୍ଷେତ୍ରର କୁହାଯାଏ ଏଇଥିପାଇଁ ଯେହେତୁ 1575ରେ ଶ୍ରୀକ୍ଷେତ୍ରକୁ ବ୍ରହ୍ମମଣି ପ୍ରେରିତ ହେଲେ। ରାଜା ନିଜେ ଆସିଲେ, ତାଙ୍କ ନିଜ ଇଚ୍ଛାରେ ଜଗନ୍ନାଥ ବଳଦେବ 2 ବିଗ୍ରହଙ୍କର ବ୍ରହ୍ମମଣି ଶ୍ରୀକ୍ଷେତ୍ରକୁ ପ୍ରେରିତ ହେଲା। ବୋଲି ମହାପ୍ରଭୁ ଯେତେବେଳେ ନିଜ ଇଚ୍ଛାରେ ଏଠିକି ଆସିଛନ୍ତି
ତେଣୁ ମା ଭଦ୍ରାଙ୍କର ବ୍ରହ୍ମଣ ଏଇଠି ହଉ ଆକୁ ଏକ କ୍ଷେତ୍ରର ମାନ୍ୟତା ଦିଆଯାଉ। ସେଇଦିନ ଠାରୁ 1575 ଠାରୁ ଆଜ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ହେଇ ଆସୁଛି। ପରଦିନ ରଥ ଟଣା ହେବାର ତାତ୍ପର୍ଯ୍ୟ ଏଇଆ, ଯାହା ଜନଶ୍ରୁତିରୁ ଜଣାପଡେ ଯେ ପ୍ରଭୁ ସେଠି ରଥଯାତ୍ରା ସାରି ଆଜି ଭଉଣୀର ରଥଯାତ୍ରାରେ ଯୋଗଦେବେ ବୋଲି ସେଇଥିପାଇଁ ବାସି ଯାତ୍ରା ପ୍ରଥା ଆଜ ପର୍ଯ୍ୟନ୍ତ ହେଇ ଆସୁଛି। ଯାହା କରୁଥିଲେ ସେଠାରେ ରଥ ଟଣା ସରିଲା ପରେ ଶ୍ରୀକ୍ଷେତ୍ରରୁ ତାପରେ ଭଉଣୀ ପାଖକୁ ଆସିକି ପହଞ୍ଚନ୍ତି ବୋଲି ସୂର୍ଯ୍ୟ ବିହାରୀ ନାମରେ ନାମିତ କରାଯାଇଛି। ମୁଁ କେବଳ ଆପଣଙ୍କୁ କହିବି ଦେଖେଇବେ ରଥ ଉପରେ ଏବେ ଠାକୁର ବିଜୟମାନ, କାହିଁକି ନା ଭକ୍ତ ଦର୍ଶନ କରୁଛନ୍ତି, ଭକ୍ତଙ୍କୁ ଦର୍ଶନ କରୁଛନ୍ତି। ଆଉ କିଛି ସମୟରେ ବାକି ରହିଛି, ରଥ ଟଣା ହବ। ବଡ଼ଦାଣ୍ଡ ଏବେ ଗହଳ ଚହଳି ଲାଗି ରହିଲାଣି, କାହିଁକି ନା ଏଠାରେ ଜିଲ୍ଲା ନୁହଁ ଜିଲ୍ଲା ବାହାରରୁ ଲୋକ ପଳେଇ ଆସୁଛନ୍ତି, ଭକ୍ତ ବୁଲି ଆସୁଛନ୍ତି ସେ ଦେଖିବା ପାଇଁ। ରହୁଛି ଭକ୍ତଙ୍କ ଭିଡ଼ ବୁଝିପାରୁଛ, ସିଧାସଳଖ ବଡ଼ଦାଣ୍ଡ ଗହଳି ଚହଳି ରହୁଛି। ସେପଟରେ ଭଜନ ସଭା ଚାଲିଛି। ଯଦି କୁହାଯିବ ବଡ଼ଦାଣ୍ଡ ଏବେ ଟୁପୁରୁ ଟୁପୁରୁ ବର୍ଷା ବି ରହିଛି, ସେତେବେଳେ ପାଗ ରହିଛି, ରଥ ଟଣା ଆରମ୍ଭ ହବ ବୋଲି କୁହାଯାଉଛି। ସେଥିପାଇଁ କୁହାଯାଉଛି ଆମେ ଭକ୍ତଙ୍କ ପ୍ରତିକା ନେବା, ଗୋଟେ ମାଆଙ୍କ ପ୍ରତିକା ନେବା, ସିଧାସଳଖ କଥା ହବା। ଯଦି କହିବା ମାଆଙ୍କ ଦର୍ଶନ କରୁଛନ୍ତି, ଯଦି କୁହାଯାଉଛି କେମିତି ଲାଗୁଛି ଠାକୁର ଦର୍ଶନ କଲେ, କେମିତି ଲାଗୁଛି ଠାକୁର ଦର୍ଶନ କଲେ? ବହୁତ ଆନନ୍ଦ ଲାଗୁଛି, ଏଠି ବହୁତ ଆସୁଛି, ବହୁତ ଆନନ୍ଦ ଲାଗୁଛି। ପରମ୍ପରା ବର୍ଷା ସତରେ ଟିକେ ଗହଳି ଲାଗି ରହିଛି। ସିଧାସଳଖ ଆମେ ଦେଖାଉଛୁ, ଯୋଉ ଦାଣ୍ଡ ଦେଖୁଛ, ବଡ଼ଦାଣ୍ଡ ଦେଖୁଛ, ଯଦି କହିବା କରଦା ବାଲିର ଏବେ ହେଉଛି ବଡ଼ଦାଣ୍ଡ। ଅବସରପ୍ରାପ୍ତ ମତ୍ସ୍ୟ ଅଧିକାରୀ କୁଜଙ୍ଗ। କଣ କହିବା, ଆମେ ବହୁତ ସବୁ ବର୍ଗ ଆସିଛୁ। এই জায়গায় ବହୁତ ମହିମା ଅଛି। এই ଜାଗାର ଏଇଠି ଠାକୁର, ଏଇଠି ପ୍ରଥମେ ଜଗନ୍ନାଥ ମହାପ୍ରଭୁଙ୍କ ବିଶ୍ୱର ମହାନ୍ତି ମୃଦଙ୍ଗରେ ପୁରୀ ଏଠି ଲୁଚେଇଥିଲେ। ଏଇଠି ଲୁଚେଇକି ଆମ ରଜା ପୁରୀ ରଜାଙ୍କୁ ପୂଜାକୁ ଦେଇଥିଲେ। ଏଇଠି ଠାକୁର ଯାଇଛନ୍ତି ପୁରୀ କି, ସେଠି ଠାକୁର ପୂଜା ପାଉଛନ୍ତି। ଏଇଟା ହଉଛି ଭଗବାନ ପ୍ରଭୁଙ୍କର ଉତ୍ପତ୍ତି ସ୍ଥଳ। ବାସି ରଥଯାତ୍ରା କୁହାଯାଏ। ବାସି ରଥଯାତ୍ରା ମାନେ ପୁରୀ ରଥଯାତ୍ରା ପରେ ରଥଯାତ୍ରା କୁହାଯାଏ ବୋଲି ବଢିଆ ଲାଗିଲା। ଭଲ ସୁବିଧା ଅଛି, ଅସୁବିଧା କିଛି ନାହିଁ। ଗହଳି ଚଳି ରହିଛି, ସେଇପାଇଁକା ଚଳଚଞ୍ଚଳ ରହିଛି।